ପୁରୁଣାଘାଟି ରାଧେ ରାଧେ ସଂକୀର୍ତ୍ତନ କମିଟି ଆନୁକୂଲ୍ୟରେ 16 ପ୍ରହରୀ ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଘାଟି ଗ୍ରାମର ବହୁ ପୁରାତନ ତଥା 150 ବର୍ଷରୁ ଊର୍ଦ୍ଧ୍ୱ ହେବ ରାଧେ ରାଧେ ସଂକୀର୍ତ୍ତନ କମିଟି ଆନୁକୂଲ୍ୟରେ ତ୍ରିଦିବସୀୟ 16 ପ୍ରହରୀ ନାମ ସଂକୀର୍ତ୍ତନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ପ୍ରସିଦ୍ଧ ନାମ ସଂକୀର୍ତ୍ତନ ଦଳ ଝାଡ଼ଖଣ୍ଡ ସାନଚାଟରା, ଝାରପୋଖରିଆ, ବମ୍ବେ ଛକ, ବାରସାହି, ସୁଣ୍ଡଳ, ଧଳାଡିହି ପ୍ରମୁଖ ସଂକୀର୍ତ୍ତନ ଦଳ ସେମାନଙ୍କ ଭକ୍ତିପୂର୍ଣ୍ଣ ନାମ ସଂକୀର୍ତ୍ତନ ଓ ଆକର୍ଷଣୀୟ ବେଶଭୂଷାରେ ନୃତ୍ୟ ପରିବେଷଣ କରି ଭକ୍ତବୃନ୍ଦଙ୍କ ମନ କିଣିନେଇଥିଲେ। ସବୁଦିନ କମିଟି ତରଫରୁ ଅନ୍ନପ୍ରସାଦ, ଖିଚୁଡ଼ି, ଖଇରି, ମାଲପୁଆ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ହରିପ୍ରେମୀ ଯୋଗଦେଇ ନିଜ ମନର ଠାକୁର ନିତାଇ ଗୌରଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେବା ସହ ସମାଜର ମଙ୍ଗଳ କାମନା ପାଇଁ ପ୍ରାର୍ଥନା ଭିକ୍ଷା କରିଥିଲେ। ବସ୍ତୁବାଦୀ ଦୁନିଆରେ ସୁଖ ଶାନ୍ତିରେ ଜୀଇଁବା ପାଇଁ ମୁଖ୍ୟ କେବଳ ହରିନାମ। ସମଗ୍ର ଅଞ୍ଚଳରେ ହରିବୋଲ ଉଚ୍ଚାରଣରେ ଏକ ଭକ୍ତିମୟ ପରିବେଶ ହୋଇଉଠିଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଦୀପ ସେଠୀ, କାର୍ତ୍ତିକେଶ୍ୱର ସାହୁ, ମାନସ ଦାସ, ବନ୍ଧନ ବଳ, ଜିତୁ ଦାସ, ମଣ୍ଟି ଦାସ, ଶୁଭୁ ବଳ, ଟୁଟୁ ବଳ, କମଲ ବଳ, ଗୌତମ ସେଠୀ ସମେତ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ୱାଳଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଆ।